40 ବର୍ଷ ବୟସରେ ଅନେକ ପୁରୁଷଙ୍କର କାମ ବାସନା ପ୍ରବଳ ଥାଏ, ଯଦିଓ ତାଙ୍କର 35 ବର୍ଷ ବୟସ ପରେ ଟେଷ୍ଟୋଷ୍ଟେରୋନ୍ ସ୍ତର ଧୀରେ ଧୀରେ କମ୍ ହୋଇଯାଇଥାଏ। ଶାରୀରିକ ସମ୍ପର୍କ ବନାଇବା ସମୟରେ ସବୁ ମହିଳାମାନଙ୍କର ଏହି ଇଚ୍ଛା ଥାଏ କି ପୁରୁଷ ସାଥୀ ଯେମିତି ବି ହେଉ ତାଙ୍କ ପ୍ରାଇଭେଟ୍ ଅଙ୍ଗକୁ ସନ୍ତୁଷ୍ଟ କରିଦିଅନ୍ତୁ। ଯଦି ଗୋଟେ ପୁରୁଷ କଥା ହେବା ସମୟରେ ଗୋଟେ ମହିଳାଙ୍କ ସ୍ତନକୁ ଦେଖନ୍ତି, ତେବେ ସେହି ମହିଳା ସବୁବେଳେ ସେହି ପୁରୁଷକୁ ଘୃଣା କରିବାକୁ ଲାଗିଯାଆନ୍ତି। ଯଦି ମୁହଁ କଳା ଥାଏ ତେବେ ପାଉଡର ଲଗାଯାଏ ଏବଂ ଯଦି କାର୍ଯ୍ୟକଳାପ କଳା ଥାଏ ତେବେ ପାସୱାର୍ଡ ବ୍ୟବହାର କରାଯାଇଥାଏ। ଗୋଟେ ମହିଳା ଯେପରି ହୋଇଥାନ୍ତୁ ନା କାହିଁକି ତାଙ୍କୁ ସମ୍ମାନ କରାଯିବା ଉଚିତ, କାରଣ ଗୋଲାପ ଲାଲ, ଧଳା କିମ୍ବା କଳା ହେଉ, ଏହା ତଥାପି ଏକ ଗୋଲାପ ହୋଇଥାଏ। ଯଦି ଗୋଟେ ମହିଳା ଗୋଟେ ପୁରୁଷ ସହିତ କଥା ହେଉଛନ୍ତି, ତେବେ ଏହାର ମାନେ ନୁହେଁ ଯେ ସେ ଭୁଲ ଏବଂ ତାଙ୍କ ଚରିତ୍ର ଖରାପ ଅଟେ। ତାଙ୍କର ମଧ୍ୟ ନିଜସ୍ୱ ଜୀବନ ଅଛି, ତାଙ୍କୁ ସେ ସ୍ୱାଧୀନତା ଦେବା ଉଚିତ। ଗୋଟେ ମହିଳାଙ୍କ ଭାବନା ଏକ ପାନ୍ଥଶାଳା ପରି ନୁହେଁ, ଯେଉଁଠାରେ କେହି ଆସିଥାଏ, ରହିଥାଏ ଏବଂ ତାପରେ ଚାଲିଯାଏ। ଗୋଟେ ମହିଳାଙ୍କ ଭାବନା ଏକ ପ୍ରାସାଦ ପରି ହୋଇଥାଏ, ଯେଉଁଠାରେ କେହି ଆସିପାରିବେ ନାହିଁ କିମ୍ବା ଯଦି କେହି ଆସେ ତେବେ କେହି ଜୀବନ ସାରା ସେଠାରୁ ଚାଲି ଯାଇପାରିବେ ନାହିଁ। କାହାକୁ ଭଲ ପାଇବା ସବୁଠାରୁ ବଡ଼ ଉପହାର ହୋଇଥାଏ ଏବଂ କାହାର ପ୍ରେମ ପାଇବା ସବୁଠାରୁ ବଡ଼ ସମ୍ମାନ ହୋଇଥାଏ। ଶାରୀରିକ ସମ୍ପର୍କ ବନାଇବା ସମୟରେ ଯେଉଁ ମହିଳା ଆପଣଙ୍କୁ ନିଜ ପଛପଟେ ପୂରେଇବାକୁ ବାରମ୍ବାର ମନା କରିଥାଏ, ତେବେ ବୁଝିଯାଆନ୍ତୁ କି ସେହି ମହିଳା ଚରିତ୍ରରେ ବହୁତ ଭଲ ହୋଇଥାଏ।